କ'ଣ ଆପଣ ଜାଣନ୍ତି ଭାରତବର୍ଷର ନାମକରଣ କେମିତି ହେଲା? ଭାରତ ଗୋଟିଏ ସନାତନ ରାଷ୍ଟ୍ର। ଭାରତ ସମ୍ପର୍କରେ ବିଷ୍ଣୁ ପୁରାଣରେ ଉଲ୍ଲେଖ ରହିଛି, उत्तरं यत् समुद्रस्य हिमाद्रश्चैव दक्षिणं वर्षं तद्भारतं नाम ଭାରତୀ ଯତ୍ର ସନ୍ତତି। ଭାରତବର୍ଷର ନାମକରଣ ସମ୍ପର୍କରେ ବିଷ୍ଣୁ ପୁରାଣ ଓ ଶ୍ରୀମଦ୍ ଭାଗବତ ମହାପୁରାଣରେ ବର୍ଣ୍ଣନା କରାଯାଇଛି। ତଦନୁସାରେ ମନୁ ଓ ଶତରୂପାଙ୍କ ପୁତ୍ର ଉତ୍ତାନପାଦ ଓ ପ୍ରିୟବ୍ରତ, ପ୍ରିୟବ୍ରତଙ୍କ ପୁତ୍ର ଅଗ୍ନିଧ୍ର, ଅଗ୍ନିଧ୍ରଙ୍କ ପୁତ୍ର ନାଭି, ନାଭିଙ୍କ ପୁତ୍ର ଋଷଭ ଓ ଋଷଭଙ୍କ ପୁତ୍ର ଭରତ। ଏହି ଭରତଙ୍କ ନାମାନୁସାରେ ପୂର୍ବରୁ ନାମିତ ହୋଇଥିବା ଅଜନାଭ ବର୍ଷ ଭାରତବର୍ଷ ନାମରେ ନାମିତ ହେଲା। ପ୍ରିୟବ୍ରତ ପୃଥିବୀକୁ 7ଟି ଦ୍ୱୀପରେ ବିଭକ୍ତ କରିଥିଲେ। ତନ୍ମଧ୍ୟରୁ ଜମ୍ମୁଦ୍ୱୀପକୁ 9ଟି ବର୍ଷରେ ବିଭକ୍ତ କରିଥିଲେ। ସେହି 9ଟି ବର୍ଷ ମଧ୍ୟରୁ ଅଜନାଭ ବର୍ଷଟି ଭରତଙ୍କ ନାମାନୁସାରେ ଭାରତବର୍ଷ ଭାବରେ ନାମିତ ହେଲା। ଧୀରେ ଧୀରେ ଭାରତବର୍ଷ ଶବ୍ଦଟି ସରଳ ହୋଇ ଭାରତ ହେଲା। ଏହି ନାମ କେବଳ ଗୋଟିଏ ଦେଶର ନାମ ନୁହେଁ, ଏହା ଧର୍ମ, ସତ୍ୟ, ତ୍ୟାଗ ଓ ସଂସ୍କୃତିର ପରିଚୟ। ସେହି କାରଣରୁ ଆଜି ମଧ୍ୟ ଆମେ ଗର୍ବର ସହ କହୁ, ଆମ ଦେଶର ନାମ ଭାରତ। ଏମିତି ଆମ ଇତିହାସର ରୋଚକ କାହାଣୀ ଶୁଣିବାକୁ ଚାହୁଁଥିଲେ ଫଲୋ କରନ୍ତୁ ଶିବା ଏକ୍ସପ୍ଲୋରର ଷ୍ଟୋରି ଟେଲର, କାରଣ କାହାଣୀ ମାଧ୍ୟମରେ ହିଁ ମୋ ପରିଚୟ।